भगवान रामंकर चारोटी भाई थिले एटा आपण मान सब जानी तांकर गोटिए भौणी थिला सेटा अनेक लोक जानती तांकर बापा थिले दशरथ से 10 दिग बुलिकी अनेक शत्रु मानू निधन करिथिबारु तांकु राजा दशरथ बोली कहुए। यही दशरथंकर 3टी राणी थिले कौशल्या कैकेयी सुमित्रा। यही सब कथा को टिके आमे जदि तर्जमा करिबा ताले आमे बुझी परिबा प्रकृत रे आमे किए आमे ये संसार को कहीं आसीचु एवं कौन नहीं आमे संसार ये दुनियाटा हूँ दशरथ ये जगतर ना हूँ दशरथ पूर्व पश्चिम उत्तर दक्षिण अग्नि वायु अरुत नैषुन ऊर्ध अध ये सबू मिसिकी दशरथ। ये पृथ्वी रे आपण जो दिगरे था जो देश रे था निश्चित भाव में आपण गोटे यही 10 दिग भितर गोटे दिगरे आपण गोटे बिंदु आपण जदि दशरथ हेले ताले 3टी राणी किए 3टी राणी होउछंदी कौशल्या कैकेयी सुमित्रा। ये कथा तो आप जानी किंतु से 3टी राणी होउछंती आम समस्तंक भितर सबु बेले जन्म ठारू मृत्यु पर्यंत ये 3 जन सबु बेले आम सहित अच्छा। ये 3 जन किए कर्म जड़े कर्म रूप रे अच्छी सी सब बेले आमको प्रेरणा दौची एते समय बस नहीं निज कर्म को पालन कर। कर्म होउचंती धर्म से धर्म को पूर्ण करने पाई आपण को मनुष्य जन्म दिया जाए। ये हूँ प्रथम राणी कर्म। द्वितीय राणी होउचंती कैकेयी। ये होउचंती ज्ञानर प्रतीक। आपण माने बही पढ़िबे सेथिरे गोटे प्रकार लेखा है। आपण जनक ठारू किसी प्रवचन शुणिबे सेथिरे देखिबे सीए गोटे प्रकार। आपण एठी आसिक पहुँचले बलिया कौन कहबे बोली भाविले जहाँ कहली आपण भावे ये पुणी गोटे कौन रामायण। तेणु एटी गोटे कथा बुझा हम कर्म ज्ञान ओ भक्ति ये 3 जन को नहीं आम जीवन आम देश आम पृथ्वी रही। ये 3 जन न रही बिल्कुल किसी हम
ଘାସ ବି କଅଁଳିବ। ତାହେଲେ କର୍ମଟା କେମିତି ରୂପରେ ଅଛି, କର୍ମ କ'ଣ ଚାହୁଁଛି? ଆମକୁ ହାତ ଗୋଡ଼ ନଖ ସବୁ ସବୁ କଥା ଦିଆହେଇଛି। କ'ଣ ପାଇଁ ଦିଆହେଇଛି? କ'ଣ ତାସ ଖେଳିବା ପାଇଁ, କ୍ରିକେଟ ଖେଳିବା ପାଇଁ, ଏଇ ସବୁ ପାଇଁ ନା ଆଉ କ'ଣ ତାର ଭିତ୍ତିରେ ଉଦ୍ଦେଶ୍ୟ କ'ଣ ଅଛି? ଭିତ୍ତିରେ ଉଦ୍ଦେଶ୍ୟ ସେ କହିଲେ ବୋହରି ଅର୍ଥେ କର୍ମ ଆପଣ ଦେଖନ୍ତୁ, ଛୁଆଟିଏ ଜନ୍ମ ହେଲା, ଆପଣ ତାକୁ ଖେଳେଇ ଶିଖେଇ ନାହାନ୍ତି। ତୁ ଏମିତି ଗୋଡ଼ ବାଡ଼େଇବୁ, ହାତ ବାଡ଼େଇବୁ, ଏମିତି କାନ୍ଦିବୁ। କେଉଁ ବାପ ମା ଏ କଥା ତାଙ୍କୁ ଶିଖେଇଛନ୍ତି? କିନ୍ତୁ ଜନ୍ମ ହଉ ହଉ ସେ ଗୋଡ଼ ହାତ ବାଡ଼େଇ କେତେବେଳେ କାନ୍ଦିଲା, କେତେବେଳେ ହସିଲା। ଏମିତି ହଉ ହଉ ଧୀରେ ଧୀରେ ବଡ଼ ହେଲା। ଜନ୍ମ ବେଳେ ଆପଣ ଦେଖିବେ ପିଲାଟି ମାନେ ସମ୍ପୂର୍ଣ୍ଣ ଭାବରେ ମୀନ ଅବତାର, ବତ୍ସ ଅବତାର। ଯେତେବେଳେ ସେ ପେଟେଇଲା ସେତେବେଳେ ସେ ହେଉଛି କଚ୍ଛପ ଅବତାର। ଯେତେବେଳେ ସବୁ କଥାକୁ ଧରିବା ପାଇଁ ଆକର୍ଷିତ ହେଲା ସେଇ ହେଉଛି ଶୂକର ଅବତାର। ଯେତେବେଳେ ଠୁକୁ ଠୁକୁ ହେଇକିରି ଚାଲିଲା ସେ ଅବତାରଟି ହେଉଛି ବାମନ ଅବତାର। 15ରୁ 20 ବର୍ଷ ପର୍ଯ୍ୟନ୍ତ ସିଏ ଯେତେବେଳେ ଏ ସମାଜରେ ଏଇ ଅବସ୍ଥାରେ ପହଞ୍ଚିଲା, ନିର୍ଭୀକ ଭାବରେ କଥା କହିଲା, ନିର୍ଭୀକ ଭାବରେ ସମସ୍ୟାକୁ ସମାଧାନ କଲା, ନିର୍ଦ୍ଦିଷ୍ଟ ଭାବରେ କିଛି ନୂଆ କଥା ଉଦ୍ଭାବନ କଲା। ସେଇ ଗୋଟିକ ହେଉଛି ଭୃଗୁପତି ପରଶୁରାମ ଅବତାର। ଯେତେବେଳେ ବୈବାହିକ ଜୀବନ ଆରମ୍ଭ ହେଲା ସେତେବେଳେ ସିଏ ହେଇଗଲା ରାମାବତାର, ମର୍ଯ୍ୟାଦା ପୁରୁଷୋତ୍ତମ ରାମ ସେଇ ଅବତାରକୁ ଆସିଲା। ଜଣେ କହିବ ଯଦି ସେଇ ଅବତାରକୁ ଆସିଲେ ରାମଙ୍କର ତ 4 ଭାଇ, ଏଠି ଆପଣ ତ ଖାଲି ରାମଙ୍କ କଥା କହୁଛନ୍ତି। ନାଇଁ, 4 ଭାଇଙ୍କ କଥା ବି ତାରି ଭିତରେ ଅଛି। ରାମ କହିଲେ ଆନନ୍ଦ। ଏଠି ଆପଣମାନେ ବସିଛନ୍ତି, କାହିଁକି ବସିଛନ୍ତି? ଆନନ୍ଦ ଟିକେ ପାଇବା ପାଇଁ। ଆପଣଙ୍କ ଘରେ କ'ଣ ଟିଭି ନାହିଁ ନା କ'ଣ? ଟିଭି ତ ଆଜିକାଲି ଆଉ ଦେଖୁନାହାନ୍ତି କି? ଆପଣଙ୍କ ଘରେ କ'ଣ କିଛି ନାହିଁ? ଆପଣ ଏଠିକି ଦୌଡ଼ିକି ପଳେଇ ଆସିଲେ। ଜୀବନର ପ୍ରଥମ ଆବଶ୍ୟକ ହେଉଛି ଆନନ୍ଦ, ରାମ। ଦ୍ୱିତୀୟ ମାଗୁଣୀ ହେଉଛି ଲକ୍ଷ୍ମଣ। ସେ କିଏ? ଚରିତ୍ର। ଥିଲେ ଥାଉ ଧନ
ରାମଙ୍କର ଭାଇ ଲକ୍ଷ୍ମଣ ଜୀବନରେ ଯଦି ଆନନ୍ଦ ହେଉଛନ୍ତି ବଡ଼ ଭାଇ, ତା ତଳ ଭାଇ ହେଉଛନ୍ତି ସୁଚରିତ୍ର। ତାପରେ ଆଉ ଗୋଟିଏ ଭାଇ ଅଛନ୍ତି, ତାଙ୍କ ନାଁ ଭରତ। ଭରତ କିଏ? ভক্তি রে প্রীতি ଆପଣମାନେ ସମସ୍ତେ ଭକ୍ତିକୁ ନେଇ ଏଇଠିକି ଆସିଛନ୍ତି। ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ଲକ୍ଷ ଲକ୍ଷ ଲୋକ, ସେତିକି ସେ କାହିଁ ଯାଇଛନ୍ତି? ଜଗନ୍ନାଥଙ୍କୁ ଦର୍ଶନ କରିବେ, ଟିକେ ମୁକ୍ତି କାମନା କରିବେ। ତେଣୁ ଲକ୍ଷ୍ମଣ ହେଉଛନ୍ତି ସୁଚରିତ୍ର, ଭରତ ହେଉଛନ୍ତି ଭକ୍ତି ରୂପିଣୀ ଜନନୀ। ଆପଣମାନେ ଶୁଣିଥିବେ, ନ ଦେଖିଲେ କିଛି କଥା ନାହିଁ, କିନ୍ତୁ ଶୁଣିଥିବେ ଯେ ଭୋଗ ମଣ୍ଡପକୁ ରୋଷଶାଳରୁ ଭୋଗ ଆଇଲା। ସେ ଭୋଗ ଯେତେବେଳେ ଆସିଲା, ଟିକେ ତୁଳସୀ ତା ଦେହରେ କାଳେ ପଇଲା। ସେ ତୁଳସୀଟି କୋଉଠି ରହିଲା? ଏଇ ଗଣ୍ଡୁକ ଜଳ ଭିତରେ। ଯେଉଁ ଜଳ ପିଇଲେ ବି ଶୋଷ ମେଣ୍ଟିବ। ଗୋଟିଏ ବିରି ବୁଡ଼ିଲା ଭଳି ପାଣି ଟିକେ ରହିବ ଗଣ୍ଡୁକ ଭିତରେ। ତାପରେ ସେବକ ଧ୍ୟାନ କରିବ, ତାକୁ ଯେମିତି ଧ୍ୟାନ ଆସେ ସେ ତାର କରୁ। ଧ୍ୟାନ କଲା, ଧ୍ୟାନ କରୁ କରୁ ଯେତେବେଳେ ତା ଭିତରେ ମାନେ ମୋଟାମୋଟି ଭାବରେ ସୃଷ୍ଟି ହେଲା ମାନସ ନୀଳାଞ୍ଚଳ, ପ୍ରଭୁ ଜଗନ୍ନାଥଙ୍କ ରୂପଟି ଦେଖାଗଲା। ଆପଣ କହିବେ କଣ ଏଇଗୁଡାକ ସତ କଥା? ଆପଣ ଯଦି ମିଛ ମନେ କରୁଛନ୍ତି, ଆପଣ ଆଉ ମୋ କଥା ନ ଶୁଣିବେନି। ଆଉ ଯେଉଁମାନେ ଗପୁଛନ୍ତି ତାଙ୍କ କଥା ଶୁଣ। ଆମେ ଜୀବନରେ ଅନୁଭବ କରୁଛୁ, ଏଇଟା ସତ୍ୟ। ତେବେ ଜୀବର ଗତି ଅନୁଭବ ଜୀବନରେ ସବୁଠାରୁ ଶ୍ରେଷ୍ଠ କଥା। ଯେଉଁମାନେ ହିମାଳୟ କନ୍ଦରରେ ବୁଲୁଛନ୍ତି, ହିମାଳୟଟା ଆଉ କନ୍ଦର ନାହିଁ, ଗୁମ୍ଫା ନାହିଁ, ଖାଲି ବୁଲୁଛନ୍ତି। ଯେଉଁଠି ଗୋଟା ଦିଟା ଅଛି ବସିଛନ୍ତି। ବେଳେ ବେଳେ ମୁଁ ତାଙ୍କୁ ଏବେ ଆଉ ପଚାରୁନି, ଆଗରୁ 10 ବର୍ଷ ପୂର୍ବରୁ କଥା ମୁଁ କହୁଛି। ଆପଣ କ'ଣ ଏ ଗୁମ୍ଫାରେ ବସିକିରି ଆପଣ ତ ପ୍ରଥମେ ମାର ଗର୍ଭରୂପିଣୀ ଗୁମ୍ଫା ଭିତରେ ଥିଲେ। ସେ ବି ଦିନେ ଓଳିଏ ନୁହେଁ, 4-6 ମାସ କି 8 ମାସ ରହିଲେ। ପୁଣି ଏଠି ଗୋଟେ ଗୁମ୍ଫାରେ ଆପଣ ବସିଛନ୍ତି।
ସେଠି କ'ଣ ଅନୁଭବ କରିଥିଲେ, ଏଠି କ'ଣ ଅନୁଭବ କଲେ? ପ୍ରକୃତରେ ସେମାନେ ମାନେ ଆମ ମନ ବୁଝିଲା ଭଳି ଉତ୍ତର ଦେଇପାରନ୍ତି। ସେ କୁହନ୍ତି, ଭଲ କଥା କୁହନ୍ତି, କିନ୍ତୁ ସଠିକ ଉତ୍ତର ଦେଇପାରିବେ। ଆମେ ଏଠି ସମସ୍ତଙ୍କୁ ଡାକୁଛୁ, ମା ବାପା ଭାଇ ଭଉଣୀ ଠାରୁ ଆରମ୍ଭ କରି କୋଇଲା ଖଣି ପର୍ଯ୍ୟନ୍ତ ସବୁ ଡାକୁଛୁ। କିନ୍ତୁ ଯେତେବେଳେ ମାତୃଗର୍ଭରେ ଥିଲୁ ଆମ ଆଖିଟା ପୁରା ବୁଜିକିରି ଥିଲା, ସେତେବେଳେ ଆମେ କ'ଣ ଦେଖୁଥିଲୁ? ଗୋଟିଏ ଆଲୋକ ଶିଖା, ଗୋଟିଏ ପ୍ରଦୀପର ଅଗ୍ନି ଶିଖାଟିକି ଆମେ ଦେଖୁଥିଲୁ। ଯେମିତି ଆମେ ଏଠି ଜନ୍ମ ହେଇପଇଲୁ, ସେ କୁଆଡ଼େ ଯାଇଛି, ଆମେ ଆଉ ତାକୁ ପାଉନୁ। ଆଉ ସେଇଥିପାଇଁ କୁହାଗଲା, ଭକ୍ତିରେ ପ୍ରୀତି ନାହିଁ ନା ସେଟା ଉଗମେ ଗୋପର। ଭକ୍ତି ମାନେ କ'ଣ କି? ଭକ୍ତି ମାନେ ଧରନ୍ତୁ ଆପଣ ନିଜେ ନିଜେ ଭାବିବେ, ଭକ୍ତି କହିଲେ ଇଏ ମାଳି ହେଉଛି ଗୋଟିଏ ଭକ୍ତି, ଇଏ ମାଳିଟା କୁଆଡ଼େ ଗଲାଣି, ଇଏ ମାଳି ଗୋଟାଏ ଭକ୍ତି, ଇଏ ତିଲକ ଗୋଟାଏ ଭକ୍ତି, ଏମିତିଆ ସବୁ ଆପଣ କହିବେ। ଆଉ ଏସବୁ ଭକ୍ତି ନୁହେଁ, ଏଥିରେ ଅନୁଭବ ଆସେନି। ଭକ୍ତି କେତେବେଳେ ଜନ୍ମ ନିଏ? ଯେତେବେଳେ ଭକ୍ତି ସହିତ ପ୍ରୀତି ସଂଯୋଗ ହୁଏ। ମୁଁ ଈଶ୍ୱରଙ୍କ ଠାରୁ ଆଇଛି, ଯୋଉଦିନ ମରିବି ସେ ଈଶ୍ୱରଙ୍କ ସହିତ ପୁଣି ମୋର ଆଉ ଥରେ ଭେଟାଭେଟ ହବ। ତାପରେ ସିଏ ମୋତେ ଯୋଉଠିକି ପଠେଇବେ, ଏଥର ତାଲଚେରକୁ ପଠେଇଦେଲେ, ଆଉ ଥରେ ଦିଲ୍ଲୀକି ପଠେଇବେ, ଆମେ ସେଠିକି ଯିବୁ। ଏଇ ହେଉଛି ଭକ୍ତି। ଭକ୍ତିର ଅର୍ଥ ହେଉଛି ସେବା। ଯେଉଁ ଜୀବନରେ ସେବା ନାହିଁ, ସେବା ଯିଏ କରେ ନାହିଁ, ଇଏ ଯେଉଁ ବାହୁଲ୍ୟ ଗପ ସବୁ ଗପୁଛନ୍ତି, ଆମେ ସେବକ, ଆମେ ସମାଜ ସେବକ। ପ୍ରକୃତରେ ତା ଭିତରେ ବି ସେବକ ଅଛନ୍ତି, ଆଉ କିଛି ଶୁଦ୍ଧ ବାହୁଲ୍ୟ ମିଛ କଥା। ସିଏ କାହାକୁ ସେବା କରନ୍ତିନି, ମନେ ମନେ ଭାବନ୍ତି ଆମକୁ କିଏ ସେବା କରନ୍ତା। ସେ କହିଛନ୍ତି, ଗୋଟେ ଭାଗବତର ଗୋଟେ ପଦରେ କହିଛନ୍ତି, ସେବା କା ପନ୍ଥ ତେଣୁ ଅର୍ଜନ ଇଏ କଥା ଲମ୍ବିଲାଣି, ଲମ୍ବିଯିବ। ତଥାପି ଟିକେ ଧୈର୍ଯ୍ୟ ରଖିବେ, କଥାଟାକୁ ଟିକେ ଆମେ ସଂକ୍ଷିପ୍ତରେ ଶେଷ କରିବା। ତେବେ ବର୍ତ୍ତମାନ ଭରତ ହେଲେ ଭକ୍ତି ବା ସେବା। ଗୀତା କେମିତି କହିଲେ, ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେ। ଗୀତା କହିଲେ, ଭାଗବତ କହିଲେ, ଆଉ ବାପ ମା ବି କହିନାହାନ୍ତି, ପ୍ରାକ୍ଟିକାଲି ଦେଖେଇଦେଲେ। ସେବାଟା କ'ଣ ବାପ ମା ଇଏ ଦେଖେଇଦେଲେ। ଆମେ ଯେତେବେଳେ ମଳମୂତ୍ର ହେଇକିରି ଆମେ ବିଛଣାରେ ଗଡ଼ୁଥିଲୁ, ଆମକୁ ସେବା କରୁଥିଲା କିଏ? ସଫା କରୁଥିଲା କିଏ? ଆମକୁ ପାଠ ପଢ଼େଇଥିଲା କିଏ? ଭଲ ମଣିଷ ହେବା ପାଇଁ
ଆମ କାନରେ ବାରମ୍ବାର କହିଥିଲା କି ସେଇ ଯୋଉ ଦିଓଟି ମଣିଷ ତାକୁ ଆଜି ମଣିଷ ଭୁଲି ଯାଉଛି। ସେଇ ହଉଛି ପ୍ରକୃତ ସେବା। ଆଉ ବାପ ମା ବୁଢ଼ା ବୁଢ଼ୀ ହେଇଗଲେ ବଡ଼ କଥା, ଖଣ୍ଡିଆ ମଣ୍ଡିଆ ହେଇଗଲେଣି, ସେ ଅମୁକ ଡାକ୍ତରଖାନାରୁ କ'ଣ ସେଟା କି ଔଷଧ ନା ତାକୁ ଆଣିକି ଏମିତି ପକେଇ ଇଏ କରି ନା ଆମେ ସେବା କରୁଛୁ। ବାବା ବାୟା କହିଲେ ସେ ବା ସେ କିଏ? ସେ ହଉଛି ନିଶ୍ୱାସ। ଆଜି ଅଛୁ କାଲିକି ରହିପାରିବୁ ବୋଲି ଗ୍ୟାରେଣ୍ଟି କିଛି ନାହିଁ। ଆଉ ତୁ କ'ଣ କହୁଛୁ ମୁଁ ଏଇଆ କରିବି ସେୟା କରିବି? ଆଚ୍ଛା ସଜ୍ଜନ, ରାମ ଲକ୍ଷ୍ମଣ ଭରତଙ୍କ ପରେ ଆଉ ଜଣେ ଭାଇ ତାଙ୍କର ଥିଲେ ଶତ୍ରୁଘ୍ନ, ଯିଏ ଜୀବନରେ ନିଃସ୍ୱାର୍ଥପର ଭାବରେ କୌଣସି ପଦପଦବୀ ଲୋଭ ନଥାଇକିରି ଯିଏ ମାନବ ଜଗତକୁ ଜୀବ ଜଗତକୁ ବା ଭୀମ ଭୋଇଙ୍କ ଆଦର୍ଶକୁ ବା ଗୋପବନ୍ଧୁଙ୍କ ଆଦର୍ଶକୁ ଯେଉଁମାନେ ଗ୍ରହଣ କରିଛନ୍ତି ସେଇ ଗୋଟିକ ହେଉଛି ଶତ୍ରୁଘ୍ନ। ତାପର କଥାଟି ହେଉଛି ତାଙ୍କର ଗୋଟିଏ ଭଉଣୀ ଥିଲା ଶାନ୍ତା। ସିଏ ଝିଅଟି ବୁଢ଼ୀ କିଏ? ଗୀତା କେତେ ସୁନ୍ଦର ଭାବରେ କହିଛନ୍ତି, ଦୁଃଖେଷୁ ବିଘ୍ନ ମନା ଦୁଃଖରେ ଭାଙ୍ଗି ପଡ଼ନା। ଯଦି ଜୀବନରେ ସୁଖ ଆସିଲା ଆନନ୍ଦ ହୁଅ, କିନ୍ତୁ ବ୍ୟଭିଚାର ହୁଅ ନା, ସ୍ୱେଚ୍ଛାଚାରିତାକୁ ତ୍ୟାଗ କର। ଆପଣ ପାଖକୁ ପଇସା ହେଲା ବୋଲି ଆପଣ ମଦ ପିଇବେ, ଇଏ କ'ଣ କଥା? କାହିଁ ଫଳ କିଣିକିରି ଖାଇକିରି କିଛି ବାଣ୍ଟୁନାହାନ୍ତି? ତେଣୁ ନିଃସ୍ୱାର୍ଥପର ମଣିଷ ଯୋଉଠି, ଶତ୍ରୁଘ୍ନ ସେଇଠି। ଯୋଉଠି ଦୁଃଖରେ ଭାଙ୍ଗି ପଡ଼ନ୍ତି ନାହିଁ, ସୁଖରେ ଅସହଯୋଗ କରନ୍ତି ନାହିଁ, ସେଇ ହେଉଛନ୍ତି ଶାନ୍ତା। ଇଏ କୌଶଲ୍ୟା, କୈକେୟୀ, ସୁମିତ୍ରା, ଇଏ ତିନି ଜଣଙ୍କ କଥା ତ କହିଲି କର୍ମ ଜ୍ଞାନ ଭକ୍ତି। ଆଉ ସେ କଥା କାହିଁ କହିବା? ତାଙ୍କର 4 ପୁଅ ଥିଲେ, 4 ପୁଅ ଆଉ କାହାର ନାହାନ୍ତି? ଆପଣଙ୍କ ଆପଣ ତ ବାହାସାହା ହେଇନାହାନ୍ତି, ଆପଣଙ୍କ ତ ନାହିଁ କିଛି, ଆଉ ଆପଣ ବାନ୍ଧ ଭଳିଆ ବହିଛନ୍ତି। ଆଉ କିନ୍ତୁ ପ୍ରକୃତରେ ମୋର ଅଛନ୍ତି। ଆପଣମାନେ ମାନେ ମାନେ ଲୁଚେଇବି କାହିଁକି? ମୁଁ ସତ କହୁଛି, ମୋ ଭିତରେ 4ଟା ପୁଅ ମୋର ଅଛନ୍ତି, କିନ୍ତୁ ମୁଁ ତାକୁ ମାନେ ଗୁପ୍ତରେ ରଖିଛି। ସେ 4ଟି ପୁଅ କିଏ? ଆର୍ତି ଜିଜ୍ଞାସୁ, জ্ঞানী আর্তি জিজ্ঞাসু অর্থ জ্ঞান। ହଉ ହେଲା, ଯେତିକି ମନେ ପଡ଼ିଲା ପଡ଼ିଲା। ଆଚ୍ଛା, ଏଠି ଆମେ ଯିଏ ବହିଛେ, ମୁଁ ଆପଣମାନେ ଆମେ ସମସ୍ତେ ବର୍ତ୍ତମାନ ଏକ। ମୁଁ ବଳିଆ ବାବା, ଆପଣ ସବୁ ହଳୁଆ ବାବା, ସେ ସବୁ ନୁହଁ। ଆମେ ଏଠି ସମସ୍ତେ ବହିଛେ। 4ଟି ଲୋକ ମାତ୍ର ବସିଛନ୍ତି। କାହା ଭିତରେ ଦୁଃଖ ନାହିଁ, କାହା ଭିତରେ ପ୍ରଶ୍ନ ନାହିଁ, କାହା ଭିତରେ ଜ୍ଞାନ କାହାର ଆବଶ୍ୟକ ନାହିଁ।
ଆଚ୍ଛା, ଅର୍ଥ କାହାର ଆବଶ୍ୟକ ନାହିଁ। ଇଏ ଚାରିଟା ଜିନିଷ ଆମ ସମସ୍ତଙ୍କର ଅଛି। ଏତିକି ଲୋଭଟାକୁ ତ୍ୟାଗ କରିବା। ଏଇ ଭାଗବତର ଗୋଟେ ପଦ ପଢି ରହୁଛି। ଭାଗବତ ପଦ ଗୁଡାକ ସିଏ କହୁଛନ୍ତି ଯେ ଯେଉଁଠି ଲୋଭ ନାହିଁ ନିଷ୍କାମ ଜନ୍ମେ ଯାହୁଦ। ଏତେ କଥା ପରେ ଆଉ ସେ କଥା କ୍ରମେଇବାନି। ତେବେ ଚାରି ପୁଅ, ଗୋଟିଏ ଭଉଣୀ, ତିନୋଟି ସ୍ତ୍ରୀ ଆଉ ଗୋଟିଏ ରାଜା। କୋଉ ଦେଶର ସେ ରାଜା? ଅଯୋଧ୍ୟା। ରାବଣ ମୃତ୍ୟୁ ପୂର୍ବରୁ ପଚାରିଥିଲା, ହେ ରାଜା, ଆପଣ କିଏ? ଆପଣଙ୍କ ରାଜ୍ୟ କୋଉଠି? ଆପଣ କ'ଣ କରନ୍ତି? ଦଶରଥ ନିର୍ଭୀକ ଭାବରେ କହିଥିଲେ, ମୋ ନାଁ ହେଉଛି ଦଶରଥ। ମୁଁ 10 ଦିଗକୁ ଯାଇପାରେ, ଶତ୍ରୁ ସହିତ ଯୁଦ୍ଧ କରିପାରେ, ସେଥିପାଇଁ ଦଶରଥ। ତାପରେ ଆପଣଙ୍କର ରାଣୀ 3, କର୍ମ ଜ୍ଞାନ ଭକ୍ତି। ଏ କଥା ତ ଆପଣଙ୍କୁ କୁହା ସରିଲାଣି, ପୁଣି କାହିଁ ତାକୁ କହିବା? ଆଉ ଗୋଟେ କହିବା, ତ୍ରିଗୁଣ ଆମ୍ଭେମାନେ ଏଠାରେ ବସିଛେ, ଇଏ କୋଉ ଗୁଣ? ସତ୍ ଗୁଣ। ବର୍ତ୍ତମାନ ସତ୍ସଙ୍ଗ ପରେ ଘରକୁ ଯିବା, କିଏ ଯାହା ରୁଟି ଫୁଟି ହେଇଯିବ ଖାଇବା, ବିଛଣା ଟିକେ ପକେଇ ଶୋଇବା, ସେଇଟା କୋଉ ଗୁଣ? ରଜ ଗୁଣ। ତାପରେ ଆପଣ ଶୋଇବାକୁ ଯାଉଥିଲେ, ଗୋଟେ କାହାଠାରୁ ଶୁଣିଦେଲେ ତମକୁ ଅମୁକ ଲୋକ ଏଇଆ ଶୋଧିଛି ବା ଅମୁକ ଜାଗାରେ ତମକୁ ଛକିକିରି ତମକୁ ହାଣିବ। ଆପଣଙ୍କର କୋଉ ଗୁଣ ପ୍ରବେଶ କଲା? ତମ ଗୁଣ। ଏଇ 3 ଗୁଣକୁ ନେଇକିରି ଇଏ ପୃଥିବୀ ଚାଲିଛି। ଆଉ ଏଇଠି ଆମେରିକା ଅଛି, ଏଇଥିରେ ଇରାନ ଅଛି, ଏଇଥିରେ କୁଏତ ଅଛି, ନାଇଁ କ'ଣ ଏଇଟା, ଏଇ ତ ସବୁ ଆରି ଭିତରେ ଅଛନ୍ତି। ସାରା ପୃଥିବୀ ଯାକ ଏଇଠି। ଇଏ ହେଉଛନ୍ତି 3 ରାଣୀ। ଆପଣଙ୍କ ଭିତରେ ସେ ଅଛନ୍ତି, ତାଙ୍କୁ ଖୋଜିଲେ ମିଳିବେ ନା। ଆଉ କିନ୍ତୁ ଆପଣମାନେ ସମସ୍ତଙ୍କୁ ଖୋଜନ୍ତି, ଜଣକୁ ଖୋଜନ୍ତିନି। ସିଏ ଜଣକ କିଏ? ସେଇ ଜଣକୁ ଇଏ ସେବକ ଖୋଜେ। ସେ କିଏ? ମନ୍ଥରା। ଆପଣଙ୍କ ଭିତରେ ଗୋଟେ ଭାବ ଆସିବଣି, କ'ଣ କହିଲେଣି? ମନ୍ଥରା ଗୋଟେ ଲୋକ, ତାର ଶେଷ ମୂଳ ଅକ୍ଷର ହେଉଛି ମ, ଶେଷ ଅକ୍ଷର ହେଉଛି ରା। ଜୀବନର ଶେଷ ପର୍ଯ୍ୟାୟ ମରା। ସେ ଆଦ୍ୟ ପର୍ବ ନୁହେଁ, ଶେଷ ପର୍ବ। ଯେତେବେଳେ ରାମ ଫେରି ଆସିଛନ୍ତି, ରାମ ମାନେ ଯେତେ ବର୍ଷ ଯାଆନ୍ତୁ ଆଇଲେ,
सी आग आसिक माँ मान नमस्कार कले कैकेयी की प्रथम नमस्कार कले ये हूँ भारतर पूज्य पूजा कैकेयी कुह संवरण कर पारे हे रा हे आखिरु लुह पोछीदेले प्रभु राम महाजान कहले माँ तमें एते कांदुछ कहीं मु तो फेरी आसिले सेथिपाई मु कांदुनी मु कांदुछि 3 जण जाइथिलो 3 जण फेरिल आज मोर जन्म यही जो अयोध्या माटी रे आज दीपावली उत्सव पालन ये कथा कैकेयी कहवा परे कौशल्या दंडवत कले सुमित्रा ग्रहण कले ये सब गोटे गोटे कथा खाली गोटे जहाँ दरकार आम कहवा शेष को कहले माँ मंथरा कौटी ये भाभी नथिबे आमे कहूचु मंथरा को कौन खोजिले राम आ लक्ष्मण ताकू बोधे आज देखिले ता बेकू को मोड़े अरे मंथरा कड़े जा बंधु घर आड़ को जाली की फेर मु वर्तमान मंथरा को दर्शन करने को जीवी तार पाद धूली मु मस्तक बोली अरे ये कि अड़ुआ कथा अड़ुआ पड़गले कौशल्या तापर बाध्य हो कहले यही घरे अच्छी मंथरा तले पड़ी जाइचंदी मुंड टिके खंडिया हो जाई मुंड पिटिकी कांदुचंदी हे राम पुरुषो नारायण केशव गोविंद गौरध्वज हे कृष्ण कमलापते जगुपते श्रीकापते श्रीपते वैकुंठाधिपते चराचरपते लक्ष्मीपते मंथरा कांदुचंती केवल कहउचंती मो राम काई मो सीता काई मो लक्ष्मण काई राम कहले माँ मुबा तो आगे ठिया तू खोजु तू कौन तू हूँ तू राम कुंडे पकई बुढ़ी आहरी क्या मंथरा कहला मोरी पाई ये अयोध्या नगरटा सारखार हो गला मोरी पाई तू गलु जंगल मोरी पाई मो बहु सीता सी तो संगे गला लक्ष्मण गला तू मते तंटी चिपिकी मारी दे मु मृत्यु चाहे मु बंचा चाहे भाव विनोदी ठाकुर
ମନ୍ଥରାଙ୍କୁ ଗେହ୍ଲା କଲେ। ହେଲେ ଗୋଟିଏ ଧାଡ଼ି କହିଲେ ରାମ, କହିଲେ ମନ୍ଥରା ମା, ତୁ ମତେ ଯଦି ଜଙ୍ଗଲକୁ ପଠେଇ ନଥାନ୍ତୁ ମୁଁ କଣ ଜଙ୍ଗଲ ଦେଖିଥାନ୍ତି? ପଶୁପକ୍ଷୀ, ଝରଣା, ପାହାଡ଼ ପର୍ବତକୁ ଦେଖିଥାନ୍ତି? ମୁଁ କଣ ଋଷିମାନଙ୍କ ଆଶ୍ରମକୁ ଦେଖିଥାନ୍ତି? ତୋ ପାଇଁ ମୁଁ ଜୀବନ ମୋର ସାର୍ଥକ ହେଇଛି। ମୁଁ କେତେ କଣ ଦେଖିକି ଯାଇ, ମୁଁ କେତେବେଳେ କହିବି ତୁ ଶୁଣିବୁ। ବର୍ତ୍ତମାନ ମୁଁ ଟିକେ ପ୍ରଣାମ କରି ସମସ୍ତଙ୍କୁ ଦେଖା କରିବି। ସରି ନାହିଁ ମାୟଣ ଅଛି ମୋ ଆମରି ଭିତରେ ସବୁ ଅଛି। ଏଇ ତାଳଚେର ଭିତରେ ବି ସବୁ ଅଛି। ସବୁକୁ ସିନା ଖୋଜିଲେ ହବ। ମୁଁ ଯେତେବେଳେ ପ୍ରଥମେ ତାଳଚେରରେ କ'ଣ ଗୋଟେ କହିଥିଲି, ସେ ବୋଧେ ଚିତ୍ରକୂଟ ଆଶ୍ରମରେ, ମୁଁ ଚିତ୍ରକୂଟ ଆଶ୍ରମର ସେ ମୂର୍ତ୍ତିଙ୍କୁ ଦେଖିକିରି ମୁଁ ମାନସିକ ସ୍ତରରେ ତନ୍ମୟ ହେଇଯାଇଛି। ତେଣୁ ଆମରି ଭିତରେ ସବୁ ଅଛି। ଅଯୋଧ୍ୟା ମଧ୍ୟ ଆମରି ଭିତରେ ଅଛି। କହିଲେ ଅନନ୍ତ, ଏଇ ଲଲାଟ ଚକ୍ରରେ ଅଛନ୍ତି। କୋଉ ରୂପରେ? ଜ୍ୟୋତିରାନନ୍ଦ ରୂପରେ। ଯଦି ଜୀବନରେ ଏମିତି ହଉ ହଉ ଯଦି କେତେବେଳେ ଟିକେ ପାଇଗଲେ ଜୀବନ ସାର୍ଥକ ହେଇଯିବ। ଅଯୋଧ୍ୟା, ଏଇ ଚକ୍ରକୁ ଟିକେ ଆଖି ବୁଜି ଧ୍ୟାନ କର। ହୃଦୟ ଚକ୍ର ହଉଛି ତାଙ୍କର ଘର। ତେଣୁ ସଜ୍ଜନ, ଆକୁ ସବୁ ଭୁଲ ବୁଝିବେନି। ଆମେ ଖାଲି ଉପାଖ୍ୟାନ ସିନା ପଢୁଛୁ, କିନ୍ତୁ ତତ୍ତ୍ୱ ତା ଭିତରେ ଅଛି। ସେଇଥିପାଇଁ ଭାଗବତରେ କହିଲେ, ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି, ଭବ ସାଗରୁ ତରିଆ। ଏଇଠି ବସି ରାମଙ୍କୁ ଖୋଜନ୍ତୁ, ଲକ୍ଷ୍ମଣଙ୍କୁ ଖୋଜନ୍ତୁ, ମା ଜାନକୀଙ୍କୁ ଖୋଜନ୍ତୁ। ଏଇଠି ବସିକିରି ସମସ୍ତଙ୍କୁ ଖୋଜନ୍ତୁ। ତେଣୁ କେମିତି ଦେଖା ହେଇଛି ଚମତ୍କାର କଥା। हेरा राम 14 বনবাস ରାମ 14 ବର୍ଷ ଗଲେ। 14 ଆପଣ ମାନେ ନିଜେ ହଉଛନ୍ତି 14। 3 ହାତ ଅଧେ ହଉଛି ଆପଣଙ୍କ ଶରୀର। ଏଣୁ ଯାଇକରି ମାପିବେ 84 ଅଙ୍ଗୁଳ।
ଇଏ ଗୋଟେ ଅର୍ଥ ଗଲା। ଆଉ ଗୋଟେ ଅର୍ଥ ହଉଛି ଜୀବନରେ ଜନ୍ମ ହେଲେ ଆଜି ପର୍ଯ୍ୟନ୍ତ ଯାହା କରୁଛନ୍ତି ପୁଣି ବଞ୍ଚିଥିବା ପର୍ଯ୍ୟନ୍ତ ଯାହା କରିବେ କଣ ପାଇଁ କରିବେ? 14 କଣ 1-4-14 କଥା ମୁଁ କହୁନି। 4ଟି ତତ୍ତ୍ୱ ଆପଣ ପାଇବେ, ନିଶ୍ଚୟ ପାଇବେ। ସେ କଣ? ଧର୍ମ, ଅର୍ଥ, କାମ, ମୋକ୍ଷ। ଧର୍ମ, ଅର୍ଥ, କାମ, ମୋକ୍ଷ। ଏଇ 4ଟି ଜିନିଷ ଯଦି ପାଇଗଲେ ଆଉ କଣ ଦରକାର ଆମର? ସେଇଥିପାଇଁ କୁହାଯାଏ, ସେ ନାଁଟା ବି ଏଡ଼େ ସୁନ୍ଦର। ସେଦିନ ବଲ୍ମୀକ ଯାଇଥିଲେ ପୁଷ୍କରିଣୀ କୂଳକୁ ସ୍ନାନ କରିବା ପାଇଁ। ମୈଥୁନରତ କୌନ୍ତ ପକ୍ଷୀ ସେ ଗଛ ଡାଳରେ ବସିଥିଲା। ମୈଥୁନ କ୍ରିୟା ସମ୍ପାଦନ କରୁଥିବା ସମୟରେ ରାଜା ଦଶରଥ ତାକୁ ଚାହିଁଲେ। କଣ କହିଲେ? ହେଲେ ପକ୍ଷୀ, ଏଠି ସ୍ନାନାଗାର, ତୀର୍ଥ ଜଳ, ଏଠି ଏସବୁ କଣ ହଉଛି? ଗୋଟିଏ ସର ମାଇଲେ ଗଳି ପଇଲେ। ସେଇଠି କୌନ୍ତ ପକ୍ଷୀ ମଧ୍ୟ ତାର ମନରେ ଅଭିଶାପ ଦେଇଥିଲା, ତୁମେ ମୋର ସୁଖର ସଂସାରକୁ ଭାଙ୍ଗିଦେଲ। ଏମିତି ଦିନେ ସମୟ ଆସିବ ଆପଣଙ୍କର ସୁନାର ସଂସାର ବି ଭାଙ୍ଗିଯିବ। ରାମ 14 ଧର୍ମ କରନ୍ତୁ। କିଏ ଆପଣଙ୍କୁ ଉପହାସ କରୁଛି, ହସୁଛି, ତା ହସ। ଆପଣ ଧର୍ମକୁ ରକ୍ଷା କରନ୍ତୁ। ଧର୍ମର ବହୁତ ଅର୍ଥ ଅଛି, ଏତେ କଥା ମୁଁ କହୁନି। ଆପଣମାନେ ଅଣଶିକ୍ଷିତ ନୁହନ୍ତି, ଆପଣମାନେ ପାଠୁଆ କର୍ମୀ, ତେଣୁ ଆପଣମାନଙ୍କ ଜୀବନରେ ଅନେକ ଅନୁଭବ ଅଛି। ମୁଁ କ'ଣ ଏକୁଟିଆ ଗୋଟେ ପଣ୍ଡିତ? ତେଣୁ ସଜ୍ଜନ, 1ରେ ଧର୍ମ। ବାଲ୍ୟକାଳୁ ଧର୍ମ ଆଜି ଯାହା କରିବା କଥା ଆଜି କର। ବର୍ତ୍ତମାନ ଯାହା କରିବା କଥା ବର୍ତ୍ତମାନ କର। ଜଣକୁ ବର୍ତ୍ତମାନ ଅକ୍ସିଜେନ ଦେବାର କଥା ବର୍ତ୍ତମାନ ଦେବା ଆରମ୍ଭ କର। ଆପଣଙ୍କ କାଲିକି ଦେବା, ତାପରେ ନଥିବ କାହାକୁ ଦେବେ? ସୁବତ୍ସ ଶୀଘ୍ରମ। ଏ କଥା ରାବଣ ମଧ୍ୟ ରାମକୁ ଶିଖେଇଥିଲେ। ଧର୍ମ। 2ରେ ହେଲା ଅର୍ଥ। ଧନ ଅର୍ଜନେ ଧର୍ମ। ବହୁତ ଅର୍ଥ ଉପାର୍ଜନ କରନ୍ତୁ, କିନ୍ତୁ ମିଛ କହି ଲାଞ୍ଚ ଦେଇ, ଲାଞ୍ଚ କିଏ ନେଉଛି କି ନାହିଁ ମୁଁ କହିପାରିବି, ଏମିତି ଏଇ ଯେଉଁ ଚାଲିଛି ବର୍ତ୍ତମାନ, କାହାକୁ ବନ୍ଧୁକ ଦେଖେଇ କାହାକୁ ମର୍ଡର କରି, ଏମିତିଆ ଧନ କିଛି ଆବଶ୍ୟକ ନାହିଁ। ଭାଗବତ ମନା କରିଦେଲେ। ଦୁଃଖେ ସଞ୍ଚିତ ଧନ
ଅର୍ଥ ଉପାର୍ଜନ କରିବେ, ଆପଣଙ୍କ ପାଇଁ ଖର୍ଚ୍ଚ ରଖିବେ, ବାପ ମାଙ୍କ ପାଇଁ କିଛି ଦେବେ, ଗୁରୁକ୍ଷେତ୍ରକୁ ଦେବେ, ଆଉ ସାଙ୍ଗସାଥିରେ ବସିছে ଯାହା ଏ ମଦ ମାଦକକୁ ଛାଡ଼ିକିରି ଯାହା ଚାଟ ଫାଟ ଯାହା ଖାଇବା କଥା ଖାଅ। ତେଣୁ ଜୀବନଟା ଅତି ସୁନ୍ଦର, ଆମେ ତାକୁ ଅତି ଖରାପ କରିଦେଲା। ଜୀବନ ବନ କହିଲେ ଜଳ, ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ। ଆପଣ ସେଇ ମାଟିର ସନ୍ତାନ। ହଉ ସଜ୍ଜନ, ଇଏ ଧର୍ମ କରିବେ, ଅର୍ଥ ଉପାର୍ଜନ କରିବେ। କାହିଁକି କରିବେନି? କରିବେ, କିନ୍ତୁ ଦୁଃଖେ ସଞ୍ଚିତ ଧନ ଉପାର୍ଜନ ହେଲା। ଏ ଧନ ଉପାର୍ଜନ କଥା କହି ରାତି ପାଇଯିବ। ତେଣୁ ଆମର କ'ଣ ଦରକାର? ଯେତିକି ମନେ ରଖିପାରିବା ସେତିକି କହିବା ଆଉ କରିବା। ଆଚ୍ଛା, ଇଏ ଗଲା ଅର୍ଥ। ଅର୍ଥ ଉପାର୍ଜନ କରନ୍ତୁ, କିନ୍ତୁ ଅର୍ଥ ଲୋଭୀ ହୁଅନ୍ତୁ ନାହିଁ। ଭାଗବତ ମନା କରିଦେଲେ, ସେମିତି ଜମା ହେବନି, ସେମିତି ଜମା ହେବନି। ଆପଣମାନେ ସବୁ ଓଡ଼ିଆ, ଆମ ଘର ହେଉଛି ଓଡ଼ିଶା। ଆମେ ଜଗନ୍ନାଥ ଦେଶର ଗୋଟେ ଗୋଟେ ଛୋଟିଆ ସେବକ, ଆମେ ବି ସେବକ। ସେ କ'ଣ କହିଛନ୍ତି? ଦୁଃଖେ ସଞ୍ଚିତ ତେଣୁ ଇଏ ହେଲା କଥା। ତେଣୁ ଧନ ଉପାର୍ଜନ କରିବା ପାଇଁ କେହି ଆଦୌ କୌଣସି ଶାସ୍ତ୍ର ମନା କରିନାହିଁ। ଧର୍ମ, ଅର୍ଥ, ତାପରେ କ'ଣ ଆସିଲା? କାମ। ସେ କାମଟି କ'ଣ? ଭଲ ମଣିଷ ହବା, ପୁଅ ଝିଅଙ୍କୁ ଭଲ ମଣିଷ କରିବା, ସୁସନ୍ତାନ ସୃଷ୍ଟି କରିବା, ଅଯଥା କାମନା, ଅଯଥା ଲୋଭରୁ ଦୂରେଇ ଯିବା। ତାପରେ ଆସିଲା ମୋକ୍ଷ। ମୋକ୍ଷ କହିଲେ କ'ଣ? ମୋକ୍ଷ କହିଲେ ସବୁ ଆଉ କେତେ କଥା ଅଛି। ଶାନ୍ତି। ମୁଁ ଶାନ୍ତିରେ ବଞ୍ଚିବି, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦେବି। ଅନ୍ୟନ୍ନ ଚିନ୍ତୟନ୍ତ ମାଂ ଯେ ଜନା ତେଷାଂ। ମୁଁ ରାବଣ କ'ଣ ସୁବର୍ଣ୍ଣ ଲଙ୍କା ଗଢ଼ିଥିଲା? ମୁଁ ବି ମୋ ଘରକୁ ସୁବର୍ଣ୍ଣ କରିବି। ଏ ଯେଉଁ ସୁନା ନୁହଁ, ଏ ଯେଉଁ ବଜାରରେ ବିକ୍ରି ହଉ, ସେ ଅଲଗା ସୁନା। ଏଠି ସୁନା ମାନେ ପାପ, সোনা। এটি সুনা কইলে অর্থ আজন সর आजिकल कौन आउ किए गीत बोलुची हाँ बोलुचंती कि कमीगला सत्य केवल लिभि जाए ये प्रत्येक कथा भितर लुचि रही
ଜୀବନ ଦର୍ଶନ। ତେଣୁ ପବିତ୍ର ତାଳଚେର ମାଟି, ସେ ହିଙ୍ଗୁଳା ମାର ମାଟି, ବୁଢ଼ୀ ଠାକୁରାଣୀଙ୍କ ମାଟି, ଏଠି ଜଗନ୍ନାଥଙ୍କର ପୂଜା ହୁଏ, ଏଠି ହେଙ୍ଗୁଳାଇଙ୍କର ଯାତ୍ରା ବସେ। ମୁଁ ଅନେକ ଥର ଆସିଛି, କିନ୍ତୁ ବର୍ତ୍ତମାନ ମୁଁ ଆଇଛି ଟିକେ ବୁଲିକିରି ବିଶ୍ରାମ ନେବି ବୋଲି, କିନ୍ତୁ ବିଶ୍ରାମ କିଛି ହେଉନି, ପୁଣି ବୁଲିକିରି ଚାଲିଛି। ତେଣୁ ଟିକେ ବୁଲିକିରି ଆଶ୍ରମ ଫେରିଯିବି। ତେଣୁ କଥା କହିଲେ ତ ଅନେକ, ତେବେ କଥାର ନଥା କ'ଣ? ସେ ଗୋଟିଏ କଥା ହେଉଛି, ଆସ ଆମେ ଭଲ ମଣିଷ ହେବା, ଭଲ ମଣିଷ କରିବା। ତେଣୁ ସଜ୍ଜନ, ଏଇ କଥାକୁ, ଏଇ ଛୋଟିଆ କଥାକୁ ବଳିଆ ପାଦପଦ୍ମରେ ସମର୍ପଣ କରି ଆପଣମାନଙ୍କୁ ନମସ୍କାର ଜଣାଇ କଥାକୁ ଏଇଠି ବିଶ୍ରାମ ରହୁଛି। जय श्री